ଜହ୍ନିର ଏଇ ନୂଆ ବ୍ୟଞ୍ଜନଟି ପୁରାପୁରି ଚଟପଟା, ବେଶୀ ଝୋଳ ନୁହଁ କି ନୁହଁ ବେଶୀ ଶୁଖିଲା, ଟିକେ ଲଟପଟା। ଭାତ, ରୁଟି, ପରଟା ସବୁଥିରେ ଖାଇପାରିବେ। ଥରେ ବନାନ୍ତୁ, ସବୁବେଳେ ଏମିତି ବନେଇବାକୁ ପସନ୍ଦ କରିବେ। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ସବୁଠୁ ସହଜ ଉପାୟରେ କମ୍ ସମୟରେ ଦହି ଜହ୍ନି ଆସନ୍ତୁ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ ଆମେ ଆଜି ଦହି ଜହ୍ନି ବା ଜହ୍ନିର ଗୋଟେ ନୂଆ ପ୍ରକାରର ବ୍ୟଞ୍ଜନଟିଏ ପ୍ରସ୍ତୁତ କରିବା। ପୁରାପୁରି ଲଟପଟା, ବହୁତ ବଢ଼ିଆ। ତେବେ ଆସନ୍ତୁ ଆଜିର ପ୍ରସ୍ତୁତି ଆରମ୍ଭ କରିବା। ଏଠି ଆମେ ଜହ୍ନି ନେବା। ଜହ୍ନିକୁ ପ୍ରଥମେ କ'ଣ କରିବା ନା ଭଲ ଭାବରେ ଧୋଇଦେବା। ଧୋଇ ସାରିବା ପରେ ଚୋପା ଛଡ଼େଇବା। ଚୋପା ଛଡ଼େଇ ସାରିବା ପରେ ବିଲକୁଲ ଜହ୍ନିକୁ ଧୋଇବେନି, ନହେଲେ କ'ଣ ହେବ ନା ବେଶୀ ପାଣି ବାହାରିବ। ଏମିତିରେ ଜହ୍ନିରୁ ଟିକେ ପାଣି ବାହାରେ ଯେତେବେଳେ ତାକୁ ଭାଜିବା ଆମେ, ସେଥିପାଇଁ ଆମେ ପ୍ରଥମେ ଭଲ ଭାବରେ ଧୋଇକି ତାପରେ ଚୋପା ଛଡ଼େଇକି ଜହ୍ନିକୁ ଟିକେ ଦେଖନ୍ତୁ ଏମିତି ତେର୍ଛା କରିକି କାଟିବେ। ଏମିତି ତେର୍ଛା କରିକି କାଟିଲେ ଜହ୍ନିର ଆକାରଟା ଟିକେ ବଡ଼ ହେଇକି କଟିବ। ଏମିତି ଆମେ କାଟିବା। ଆପଣମାନେ ଚାହିଁଲେ ଗୋଲ ଗୋଲ କରିକି ମଧ୍ୟ କାଟିପାରନ୍ତି, କିନ୍ତୁ ଗୋଲ ଗୋଲ କରିକି କାଟିଲେ ଜହ୍ନି ଭାଜି ହେଇଗଲା ପରେ ପୁରାପୁରି ଆକାରରେ ଛୋଟ ହେଇଯିବ। ଏମିତି ତେର୍ଛା କରିକି କାଟିଲେ ଟିକେ ବଡ଼ ଆକାର ଦେଖାଯିବ। ଆଉ ଆମେ ଯେଉଁ ପ୍ରସ୍ତୁତ କରିବା ଆଜିର ବ୍ୟଞ୍ଜନଟି ପୁରା ଗୋଟି ଗୋଟି ହେଇକି ଜହ୍ନି ରହିବା ଦରକାର। ଛୋଟ ଛୋଟ ହେଲେ ପୁରା ମିଶିଯିବା, ପୁରାପୁରି ଘାଣ୍ଟି ହେଇଯିବ। ସେଥିପାଇଁ ଜହ୍ନିକୁ ଟିକେ ତେର୍ଛା କରିକି କାଟିବା। ଗୋଟେ ପାତ୍ରରେ ସ୍ୱାଦ ଅନୁସାରେ ନେବା ଲୁଣ, ଗୋଟେ ଛୋଟ ଚାମଚ ଲଙ୍କା ଗୁଣ୍ଡ, ଅଧା ଛୋଟ ଚାମଚ ନେବା ହଳଦୀ ଗୁଣ୍ଡ, ଆଉ ଗୋଟେ ବଡ଼ ଚାମଚ ନେବା ସୋରିଷ ତେଲ। ସୋରିଷ ତେଲରେ ପ୍ରସ୍ତୁତ କରିବେ, ବାସ୍ନାଟା ବହୁତ ବଢ଼ିଆ ରହିବ। ଏବେ ଆମେ କ'ଣ କରିବା ନା ଏସବୁକୁ ଭଲ ଭାବରେ ମିଶାଇ ଦେବା। ଆଉ ଆମେ ଯେଉଁ ଜହ୍ନିକୁ କାଟିକି ରଖିଥିଲେ ଏଇଠି ଜହ୍ନିକୁ ଦେଇକି ଭଲ ଭାବରେ ଗୋଳେଇ ଦେବା। ଆପଣମାନେ ଯଦି ଚାହିଁବେ ଟିକେ ମାନେ ଗୋଟେ ଛୋଟ ଚାମଚ ଚାଉଳ ଗୁଣ୍ଡ ହେଉ କିମ୍ବା ବେସନ ହେଉ ମଧ୍ୟ ପକାଇକି ଗୋଳେଇ ପାରିବେ, ଯାହାଫଳରେ କି ଜହ୍ନିରୁ ବେଶୀ ପାଣି ବାହାରିବନି। ଆଉ ଯଦି ବି ପାଣି ବାହାରିବ, ବେସନ ଆଉ ଚାଉଳର କୋଟିଂ ଦ୍ୱାରା ବଢ଼ିଆ ଭାବରେ ଟିକେ ହାଲକା କ୍ରିସ୍ପି ହେଇଯିବ। ଏଠି ଆମେ ଗୋଟେ କଡ଼େଇରେ ମଧ୍ୟମ ଜାଳରେ ଗୋଟେ ଚାମଚ ଦେଇଦେବା ସୋରିଷ ତେଲ। ଆଉ ତେଲ ଭଲ ଭାବରେ ଗରମ ହେଇଗଲା ପରେ ଜହ୍ନିକୁ ଏମିତି ଖେଳେଇକି ରଖିଦେବା। ବିଲକୁଲ ଗଦେଇକି ରଖିବେନି କି ବିଲକୁଲ ଘୋଡ଼େଇବେନି। ଏମିତି ଖେଳେଇକି ରଖିଲେ ଦେଖିବେ 2-3 ମିନିଟ୍ ଭିତରେ ଗୋଟେ ପଟ ବଢ଼ିଆ ଭାବରେ ଟିକେ ବାଦାମୀ ରଙ୍ଗ ହେଇଯିବ। ଯେହେତୁ ଆପଣମାନେ ଚାଉଳ ଗୁଣ୍ଡ କିମ୍ବା ବେସନ ଟିକେ ଦେଇଥିବେ, ବଢ଼ିଆ ଭାବରେ ପୁରାପୁରି କ୍ରିସ୍ପି ହେଇଯିବ। ତାପରେ 2-3 ମିନିଟ୍ ପରେ ପୁଣି ତା'ର ଆରପଟକୁ ଓଲଟେଇ ଦେବେ। ଆଉ ତା'ର ଆରପଟଟି ମଧ୍ୟ ସେମିତି ଟିକେ ହାଲକା ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଆପଣମାନେ ଭାଜିବେ। ବିଲକୁଲ ଅଧିକ ପାଣି ବାହାରିବନି ଏମିତି ଯଦି ଭାଜିବେ। ଆଉ ଜହ୍ନି ମଧ୍ୟ 90% ଖଣ୍ଡେ ବଢ଼ିଆ ଭାବରେ ଏଠି ଭାଜି ହେଇଯିବ ସିଝିକି। ଏଠି ଦେଖନ୍ତୁ ଜହ୍ନିକୁ ଓଲଟ ପାଲଟ କରିକି ଆମେ ଏମିତି ଭାଜି ଦେଇଛୁ ବିନା ଘୋଡ଼େଇକି, ଯାହାଫଳରେ କି ଜହ୍ନି ଏମିତି ଗୋଟି ଗୋଟି ହେଇକି ରହିବ। ଓ ଆମେ ଯେଉଁ ପ୍ରସ୍ତୁତ କରିବା ଜହ୍ନି ଦହି ମସଲା ବା ଜହ୍ନି ଦହି, ଜହ୍ନି ପୁରାପୁରି ଗୋଟି ଗୋଟି ହେଇକି ରହିବ, ବିଲକୁଲ ଘାଣ୍ଟି ହେବନି। ଏଠି ଦେଖନ୍ତୁ ଜହ୍ନି ଦୁଇ ପଟ ବଢ଼ିଆ ଭାବରେ ଭାଜି ହେଇଯାଇଛି ଆଉ ପୁରା ଗୋଟି ଗୋଟି ହେଇକି ରହିଛି। ଏବେ ଆମେ ଏଇ ଜହ୍ନିକୁ ଗୋଟେ ଥାଳିକୁ ବାହାର କରିଦେବା। ଆଉ ଯେଉଁ ଅବଶିଷ୍ଟ ତେଲ ରହିଲା ସେଇ କଡ଼େଇରେ, ସେଇଥିରେ ଆମେ ଆଉ ଟିକେ ତେଲ ଦେଇଦେବା ତା'ର ମସଲା ପ୍ରସ୍ତୁତ କରିବା ପାଇଁ। ଆଉ ଏଇ ଜହ୍ନି ଦହି ମସଲା ପାଇଁ ବେଶୀ ମସଲାର ବିଲକୁଲ ଆବଶ୍ୟକତା ନାହିଁ। ବହୁତ କମ୍ ତେଲ ମସଲାରେ ଆଉ ବହୁତ କମ୍ ସମୟରେ ମଧ୍ୟ ପ୍ରସ୍ତୁତ ହେଇଯିବ। ଏବେ ତେଲ ଗରମ ହେଇଗଲା ପରେ ଗୋଟେ ଛୋଟ ଚାମଚ ଦେବା ଜିରା, ତା ସହିତ ଗୋଟେ ଛୋଟ ଚାମଚ ସୋରିଷ, କିଛି କଞ୍ଚା ଲଙ୍କାକୁ ଆପଣମାନେ କାଟିକି ପକାଇ ପାରିବେ, ଚାହିଁଲେ ଶୁଖିଲା ଲଙ୍କା ମଧ୍ୟ ଛିଣ୍ଡେଇକି ପକାଇ ପାରିବେ। ଏଠି ଜିରା ସୋରିଷ ଫୁଟିଗଲା ପରେ କଞ୍ଚା ଲଙ୍କା, ତା ସହିତ ରସୁଣ ଆଉ ପିଆଜକୁ ପୁରା ଗୁଣ୍ଡ କରିକି କାଟିକି ରଖିଥିବେ ଏଇଠି ପକାଇକି ମାତ୍ର 2 ମିନିଟ୍ ପାଇଁ କମ୍ ଜାଳରେ ଭାଜିଦେବେ। ଆଉ ବେଶୀ କିଛି ମସଲାର ଆବଶ୍ୟକତା ନାହିଁ। ଏମିତି ପିଆଜ ରସୁଣ କଞ୍ଚା ଲଙ୍କା ଦେଇକି ଭଲ ଭାବରେ ଭାଜିବେ, ଯେମିତି ବଢ଼ିଆ ଭାବରେ ପିଆଜ ରସୁଣ ଭାଜି ହେଇଯିବ। ଆଉ ଭଲ ବାସ୍ନା ପାଇଁ କିଛି ଭୃଷଙ୍ଗ ପତ୍ର ମଧ୍ୟ ପକାଇଦେବେ। ଯେହେତୁ ଆମେ ଦହି ମସଲା ପ୍ରସ୍ତୁତ କରୁଛେ, ଦହିର କମ୍ବିନେସନ୍ ଭୃଷଙ୍ଗ ପତ୍ରରେ ବହୁତ ବଢ଼ିଆ ଲାଗିବ। ଆଉ ଟିକେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ, ଆଉ ହଳଦୀ ଗୁଣ୍ଡ ଅଧା ଛୋଟ ଚାମଚ ଦେବା। ଆଉ ଗୋଟେ ଚାମଚ ଦେଇଦେବା କାଶ୍ମୀରୀ ଲଙ୍କାଗୁଣ୍ଡ ଭଲ ଟିକେ ରଙ୍ଗ ପାଇଁ। ଏବେ ଏସବୁକୁ ଭଲ ଭାବରେ ଗୋଳେଇକି ଆଉ 1 ମିନିଟ୍ ପାଇଁ ଭାଜିଦେବା।
पूरा पूरी कम जाल करिकी जहाँफल कि लंका गुंड हलदी गुंड आ पोड़ीजनी। एठी देखंतु आमर मसला बढ़िया भाव में प्रस्तुत हो जाइए। एबे आमे कौन करवा ना जो कड़े आमे जह्नी को गोलेकी रखी प्रथम सोरिष तेल लुण हलदी देकी से आमे नबाबे दही। दही हाल्का खटा दही नेबे, बेसी खटा दही नेबेनी, हाल्का खटा थिबो जेहेतु आमे एथिरे टमाटर व्यवहार करूने। दही आमे टिके अधिक नबा। दही बसा दही नेबे, ताको भल भाव में फेंटी देबे। जेते गाढ़ा दही नेबे सेते बढ़िया हबो। बिल्कुल घोल दही बा पानिया दही नेबेनी। एठी देखंतु दही को भल भाव में फेंटी सारिबा परे आमे एई मसला रे मिसेबा। आ गोटे टिप्स है जिते बड़े आपण माने दही एथिरे मिसेबे सेते बड़े जाल को पूरा पूरी बंद करदेबे, नचेत पूरा पूरी लो फ्लेम करके रखिबे। किंतु आपण माने पूरा पूरी जाल को बंद करदेले बेसी बढ़िया हबो। जाल को बंद कर सारिबा परे आपण माने दही को देबे आउ ए मसला सहित धीरे धीरे गोलेबे। जदि आपण माने एठी जाल को दे देबे ताहाले फाटी जिवो दही आ पूरा पानिया हे जिवो आ दही छिंडिके छेना हे जिवो, जहा फल कि बिल्कुल भल भाव में एई रेसिपीटी प्रस्तुत हबनी। एबे आमे भल भाव में गोड़े सारिबा परे आमे फ्लेम को ऑन करिबा। पूरा पूरी जाल को कम करके रखिबा, बिल्कुल बढ़ेबेनी। कम जाल रे ए जो जह्नी को आमे भाजिकी रखिथिले देइदबा आ बिल्कुल घोड़ेबेनी। एमिति पूरा कम जाल रे आ 5 मिनिट पई छाड़ी देबे। धीरे धीरे देखिबे दही टिके बहलिया हे जिवो आ पूरा लटपटा हे जिवो। किंतु जाल जदि अधिक देदेबे ताहले दही फाटी जिवो, फाटिके टिके पानिया हे जिवो। जदि दही फाटिके पानिया हे गला बा छेना छिंडी गला ताहले गोटे टिप्स है आपण माने बेसन गोटे चामच नहीं कि टिके भाजी देबे, ताकू पके देबे। बढ़िया भाव में पूरा लटपटा होके प्रस्तुत हो जिवो। रुटी परोटा भात सबुथिरे खाई परिबे। एमिति बनांतु जह्नी दहीर नुआ प्रकार व्यंजन समस्तंको बहुत बढ़िया लागिबो। थरे निश्चय प्रस्तुत करंतु, खांतु, समस्त को खाइबा को दियंतु। आजिर प्रस्तुति आपण मानको केमिति लागिला निश्चय जणेबे। तेबे आजि पई एतिके। जय जगन्नाथ।